ଆପଣମାନେ କ'ଣ ଜାଣିଛନ୍ତି ଏହି ନନ୍ଦିଘୋଷ ରଥର ନାମ ପୁଣି କପିଧ୍ୱଜ ବୋଲି? ଦୀର୍ଘଦିନ ତଳର କଥା, ପାଣ୍ଡବମାନଙ୍କ ବନବାସର କଥା। ଏକ ସୁନ୍ଦର ନାରାୟଣ ଆଶ୍ରମରେ ଭ୍ରମଣ କରୁଥିବା ସମୟରେ ଦ୍ରୌପଦୀ ଉତ୍ତର ପୂର୍ବ ଦିଗରୁ ଏକ ସୁଗନ୍ଧିତ ପୁଷ୍ପ ଦେଖିଲେ। ତାଙ୍କ ସମ୍ମୁଖରେ ସେହି ପୁଷ୍ପଟି ଦେଖି ସେ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଭୀମଙ୍କୁ କହିଲେ, ଆପଣ ଏ ପୁଷ୍ପ ଆଉ ତାର ବୃକ୍ଷ ଆଣନ୍ତୁ। ଭୀମ ଯୁଧିଷ୍ଠିରଙ୍କର ଆଦେଶ ନେଇ ସେହି ପୁଷ୍ପ ଆଣିବା ପାଇଁକି ବାହାରି ପଡ଼ିଲେ। ପର୍ବତର ପାଦଦେଶରେ ପହଞ୍ଚି ଦେଖିଲେ ଏକ ବିରାଟ ମର୍କଟ ପଥରେ ବସି ରହିଛି। ଭୀମ ଗର୍ଜନ କରି ତଡ଼ିବା ପାଇଁ ଚେଷ୍ଟା କଲେ, କିନ୍ତୁ ମର୍କଟ ଅବିଚଳିତ ଭାବେ ବସି ରହି ହାଇ ମାରି କହିଲେ, ମୁଁ ଅସୁସ୍ଥ। ତୁମେ କିଏ? ଏଠାକୁ କାହିଁକି ଆସିଛ? ଏହା ଦେବତାଙ୍କର ବିଚରଣ ସ୍ଥାନ, ତୁମେ ଏଠୁ ଫେରିଯାଅ। ଭୀମ କହିଲେ, ଜୋରରେ କ୍ରୋଧରେ ଚିତ୍କାର କରିବା ସହିତ, ମୁଁ କୁନ୍ତୀ ନନ୍ଦନ ଭୀମ, ଯଦି ଜୀବନକୁ ଭୟ ଅଛି ତେବେ ମୋତେ ବାଟ ଛାଡ଼ିଦେ। ସେହି ବସିଥିବା ମର୍କଟ ଜଣକ କହିଲେ, ଯଦି ବଳପୂର୍ବକ ଯିବାକୁ ଚାହୁଁଛ ମୋତେ ଡେଇଁ କରି ଚାଲିଯାଅ। କିନ୍ତୁ ଭୀମ ସେଇଠି କହିଲେ, ଶାସ୍ତ୍ରରେ କୌଣସି ପ୍ରାଣୀକୁ ଡେଇଁ କରି ଯିବା ନିଷିଦ୍ଧ କରାଯାଇଛି, ନହେଲେ ତ ମୁଁ ହନୁମାନ ସାଗର ଲଙ୍ଘନ କରିବା ଭଳି ଡେଇଁ ଯାଇଥାନ୍ତି ତୁମକୁ। ମର୍କଟ କହିଲେ, ତୁମେ କ'ଣ ହନୁମାନଙ୍କୁ ଜାଣିଛ? ଭୀମ କହିଲେ, ହଁ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ ସେ, ଆଉ ବଳ ପରାକ୍ରମରେ ମୁଁ ହନୁମାନଙ୍କ ପରି ମଧ୍ୟ। ମର୍କଟ ଜଣକ କହିଲେ, ମୁଁ ଜାଣେ ତୁମେ ଅମିତ ପରାକ୍ରମଶାଳୀ, ମାତ୍ର ତୁମେ ମୋତେ ଡେଇଁ କରି ଯିବାକୁ ଚାହୁଁନାହଁ, ତେଣୁ ମୋ ଲାଞ୍ଜକୁ ଆଡ଼େଇ ଦେଇକି ଯାଇପାର। ଭୀମ ଭାବିଲେ, ଲାଞ୍ଜ କ'ଣ ଆଡ଼େଇବି? ଏ ମର୍କଟକୁ ଟେକି ଫୋପାଡ଼ି ଦେବି ନିଶ୍ଚୟ। ସେ ତାଙ୍କର ସମସ୍ତ ବଳ ଖଟାଇ ଦେଖନ୍ତି ତ ବାନରଙ୍କର ଲାଞ୍ଜ ସାମାନ୍ୟ ମଧ୍ୟ ହଲୁ ନାହିଁ। ବିନୟ ଭାବେ ହାତ ଯୋଡ଼ି କହିଲେ, ହେ ମହାତ୍ମନ୍, ମୋତେ କ୍ଷମା କରନ୍ତୁ। ମର୍କଟ ଜଣକ କହିଲେ, ହେ ମଧ୍ୟମ ପାଣ୍ଡବ, ମୁଁ ତୁମର ସେଇ ବଡ଼ ଭାଇ ହନୁମାନ। ଏ ସ୍ଥାନର ଆଗକୁ ପ୍ରେତ ଲୋକମାନେ ଅବସ୍ଥିତ, ସେଠାକୁ ଗଲେ କେହି ପ୍ରାଣ ନେଇ ଫେରନ୍ତି ନାହିଁ, ଏଣୁ ତୁମକୁ ମୁଁ ବାଟ ଛାଡ଼ିଲି ନାହିଁ। ତୁମେ ଯେଉଁ ସୌଗନ୍ଧିକା ପୁଷ୍ପ ନେବାକୁ ଆସିଛ, ତାହା ତୁମେ ତୁମ ନିକଟବର୍ତ୍ତୀ ନିର୍ଝରଣୀର ଗଭୀର ଜଳରେ ଲାଭ କରିପାରିବ। ଭୀମ ସମୁଦ୍ର ଲଙ୍ଘନ କରିଥିବା ସମୟର ରୂପଟିକେ ଦେଖିବା ପାଇଁ ଅନୁରୋଧ କରିଥିଲେ ହନୁମାନଙ୍କୁ ଓ ହନୁମାନ ଦର୍ଶନ ମଧ୍ୟ ଦେଲେ। କିନ୍ତୁ ସେହି ରୂପ ଦେଖି ଭୀମ ଥରିବାକୁ ଲାଗିଲେ, ରୋମ ଟାଙ୍କୁରି ହୋଇ ଉଠିଲା। ହନୁମାନ ପୁଣି ସଙ୍କୁଚିତ ହୋଇ ପୂର୍ବ ରୂପ ଧାରଣ କରିଲେ, ଭୀମଙ୍କୁ ଆଲିଙ୍ଗନ କଲେ। ଫଳରେ ଭୀମଙ୍କର ଶରୀର ବଜ୍ର ଭଳି କଠିନ ହୋଇଗଲା। ହନୁମାନ ଭୀମକୁ ବର ମାଗିବା ପାଇଁ ମଧ୍ୟ କହିଲେ, କିନ୍ତୁ ଭୀମ କହିଲେ, ଆପଣଙ୍କର ଦର୍ଶନରେ ମୁଁ ସବୁକିଛି ଲାଭ କରିଗଲି, ମୋତେ କୌଣସି ବରର ଆବଶ୍ୟକ ନାହିଁ। ହନୁମାନ ସେଠି କହିଲେ, ତୁମେ ନିଶ୍ଚୟ ଶତ୍ରୁଙ୍କୁ ଜୟ କରିବ। ଭବିଷ୍ୟତରେ ଯେଉଁ ଘୋର ସଂଗ୍ରାମ ହେବାକୁ ଯାଉଛି, ସେଥିରେ ମୁଁ ଅର୍ଜୁନଙ୍କ ନନ୍ଦିଘୋଷ ରଥର ଧ୍ୱଜାରେ ଅବସ୍ଥାନ କରି ତୁମମାନଙ୍କ ପକ୍ଷରେ ନିଶ୍ଚୟ ରହିବି। ଏହାପରେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା। ଯୁଦ୍ଧରେ ହନୁମାନ ଯାଇ ନନ୍ଦିଘୋଷ ରଥଧ୍ୱଜାରେ ଅବସ୍ଥାନ କଲେ। ନନ୍ଦିଘୋଷ ଧ୍ୱଜାରେ କପିଶ୍ରେଷ୍ଠ ହନୁମାନ ବିରାଜମାନ କରୁଥିବାରୁ ଏହି ରଥର ନାମ ମଧ୍ୟ କପିଧ୍ୱଜ। ଏବେ ତ ପ୍ରଭୁ ମୋର ଏହି ରଥରେ ଘୋଷଯାତ୍ରା କରୁଛନ୍ତି। ଚାଲନ୍ତୁ ନା ଆମେ ସମସ୍ତେ ମିଶି ଦର୍ଶନ କରିବା। ଜୟ ଜଗନ୍ନାଥ।